ସବୁ ଜିନିଷର ମୂଲ୍ୟ କିଣିବା ପୂର୍ବରୁ ଜଣାପଡ଼େ, କିନ୍ତୁ ମଣିଷର ମୂଲ୍ୟ ତାକୁ ହରାଇବା ପରେ ହିଁ ଜଣାପଡ଼େ। ଯଦି କିଏ ଆପଣଙ୍କ ବିନା ଖୁସିରେ ଅଛି, ତେବେ ତାଙ୍କୁ ଖୁସିରେ ରହିବାକୁ ଦିଅନ୍ତୁ। ନଚେତ୍ ଏହାଠୁ ଅଧିକ ସମ୍ପର୍କ ଯୋଡ଼ିବାକୁ ଯାଇ ନିଜର ସମ୍ମାନ ହରାନ୍ତୁ ନାହିଁ। ଯିଏ ଆପଣଙ୍କୁ ଖରାପ ଭାବୁଛନ୍ତି, ସେ ଜୀବନ ସାରା ଆପଣଙ୍କୁ ଖରାପ ଭାବିବେ, କାହିଁକି ନା କାହାର ଚିନ୍ତାଧାରାକୁ କେବେ ବଦଳେଇ ପାରିବନି। ବେଳେବେଳେ ଅତ୍ୟଧିକ ମନେ ପଡ଼ିଯାଏ ଅତୀତର ବହୁତ କିଛି କଥା, ହେଲେ ସେ ସବୁ ଏମିତି ସ୍ମୃତି ହୋଇଥାଏ ଯାହାକୁ ଭାବି ମଧ୍ୟ ଜୀବନ ବେଶ ଆନନ୍ଦ ପାଏ। ମୃତ୍ୟୁ ପ୍ରଶ୍ନ କଲା ଜୀବନକୁ, କାହିଁକି ତୁମକୁ ସମସ୍ତେ ଭଲ ପାଆନ୍ତି ଆଉ ମୋତେ ଘୃଣା କରନ୍ତି? ଜୀବନ ହସି ହସି କହିଲା, କାରଣ ମୁଁ ଗୋଟେ ମିଛ ଦୁନିଆ ଆଉ ତୁମେ ଗୋଟାଏ ନିରାଟ ସତ୍ୟ। ଖେଳିବା ପାଇଁ ଏ ଦୁନିଆରେ ଅନେକ ପ୍ରକାରର ଖେଳ ଏବଂ ଖେଳଣା ଅଛି। ଦୟାକରି କାହା ହୃଦୟ ଏବଂ ଭାବନା ସହ ଖେଳନ୍ତୁ ନାହିଁ। ନିଜର କରିବାକୁ ତ ସମସ୍ତେ ଜୋର ଦେଇ କୁହନ୍ତି, କିନ୍ତୁ ଯେବେ ସ୍ୱାର୍ଥ ପୂରିଯାଏ ସମସ୍ତେ ଆପେ ଆପେ ଦୂରେଇ ଯାଆନ୍ତି। ବେଳେବେଳେ ଏମିତି କିଛି କଥା ପାଇଁ ଏ ଆଖିରୁ ଲୁହ ଝରେ, କାରଣ ନା କାହାକୁ କହି ହୁଏ, ନା ଲୁହକୁ ଲୁଚେଇ ରଖି ହୁଏ। ନିଜ ଲୋକ ପାଇଁ ଆଖିରୁ ଲୁହ ଝରିଥାଏ, ହେଲେ ଆମେ ଯାହାକୁ ନିଜର ଭାବିଥାଉ ସେ ଆଉ କାହାକୁ ନିଜର କରିଦେଇଥାଏ। କିଛି ଲୋକଙ୍କ ସହ ଏମିତି ଭଲ ପାଇବା ହୋଇଯାଇଥାଏ ଯେ ସେ ଆମ ସହ ଛଳନା କରିଛନ୍ତି ବୋଲି ଜାଣିଲା ପରେ ବି ତାଙ୍କ ପ୍ରତି ଆମର ଭଲ ପାଇବା କମିନଥାଏ। ଜୀବନରେ ଯାହାକୁ ଭୁଲି ପାରିବ ତାକୁ କ୍ଷମା କରିଦେବ, ଆଉ ଯାହାକୁ କ୍ଷମା କରିପାରିବ ନାହିଁ ତାକୁ ଭୁଲିଯିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓକୁ ଲାଇକ୍, ସେୟାର ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏହିଭଳି କିଛି ନୂଆ କଥା ଶିଖିବା ପାଇଁ।